अलेखं सद्गुरुरूपं च सत्यधर्मप्रकाशितं सर्वधर्मोपरि श्रेष्ठं भक्तिमुक्तिर्न संशयः। अलेखशरणं नित्यं सर्वकाले पदम्बुजं ते पादे वन्दते नित्यं भवबन्धं प्रमुच्यते। अलेखं अरूपश्चैव नाक्षरं क्षरयते मात्रा विद्या विलोपं च तत्परे परमं विभु। अमात्रं शब्दरहितं स्वरव्यञ्जनवर्जितं बिन्दुनादकलातीतं जस्तु वेद सा वेदवित्। अनादि अलेख ब्रह्म पूर्ण ब्रह्म स्वरूपकं अखंड ब्रह्म रूपाय गुरु ब्रह्म नमस्तुते। नमस्ते भगत बंधो नमस्ते भवतारकं नमस्ते करुणा सिंधो भृत्यबंधो नमस्तुते। ଯେଉଁ ରୂପେ ଏହୁ ଶାନ୍ତି କି ଲଭିବେ ସେହି ରୂପେ ହେଉ ଦୟା। ଏ କଳି ସାଗର ଧର୍ମରେ ନିବାର ଛିଡ଼ି ଯାଉ ଛନ୍ଦ ମାୟା। ଅଶେଷ ବ୍ରହ୍ମାଣ୍ଡ ପୃଥି ନବଖଣ୍ଡ ପ୍ରଳୟ ହେବ ନିଶ୍ଚୟ। ମୋର ବିଚାରକୁ ଭରସା ନ ଦିଶେ ମାଡ଼ୁଅଛି ବଡ଼ ଭଏ। ପାଦରେ ଶରଣ ଦନ୍ତରେ ତୀରଣ ରଖ ରଖ ଏ ବ୍ରହ୍ମାଣ୍ଡ। ଅଭୟ ପଞ୍ଜରେ ସମ୍ପାଦନା କରି କ୍ଷମା କର ଘୋର ଦଣ୍ଡ। ଜଗତ ଭଗତ ଦାସ ଦାସୀ କଥା ଚଞ୍ଚଳ ବୁଝିଲେ ଯାଇ। ପ୍ରଭୁ ବିନୁ ଆଉ କେ ଅଛି ସକତା କାହାକେ ବୁଝିବି ମୁହିଁ। ଅନ୍ତର ବିଚାର ଅନ୍ତର୍ଯାମୀ ପ୍ରଭୁ ଜାଣୁ ତ ଥିବ ସକଳ। ଏ କଳି ଯୁଗରେ ଯାହା ହେଉଅଛି ବ୍ରହ୍ମାଣ୍ଡର ଫଳାଫଳ। ଜାଣିବାରୁ ପ୍ରଭୁ ଉଦୟ ହୋଇଛ ଧର୍ମ ପ୍ରକାଶିଛ ଆଣି। ଏ କଳି ଯୁଗରେ ସଂସାର ସାଗରେ ଜଗାଇ ଅଲେଖ ଧୁନି। ଅଲେଖ ମହିମା ନାମ ଦେଇଅଛ ବିହନ ରହିବେ ବୋଲି। କଠୋର ଏ ଦୀକ୍ଷା କେବେ ନାହିଁ ଦେଖା ନ ପାରୁଅଛନ୍ତି ଚାଲି। ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀ ଗୁରୁଙ୍କ ପାଦେ। ଭଣେ ଭୀମ ଭୋଇ ଅଷ୍ଟଶତ ପଦ ନେତ୍ରୁଲୁହ ପୋଛି କାନ୍ଦେ। ନେତ୍ରୁଲୁହ ପୋଛି କାନ୍ଦେ। ନେତ୍ରୁଲୁହ ପୋଛି କାନ୍ଦେ।